ତାତିରୁ ମିଳିବନି ନିସ୍ତାର। ଆଜିଠୁ 3 ଦିନ ପ୍ରଚଣ୍ଡ ଖରାରେ ସିଝିବ ସାରା ଓଡ଼ିଶା। ଉଷ୍ମ ଆର୍ଦ୍ର ପାଣିପାଗ ଯୋଗୁଁ ଉଷ୍ମ ରାତି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଦିନ ସହ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା 4 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ 40 ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ପାଇଁ 8 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ। ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଦିନ 11ଟାରୁ 3ଟା ଯାଏଁ ଖରାରେ ନ ବୁଲିବାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଖରାରେ ବାହାରକୁ ଯାଉଥିଲେ ଛତା, ପାଣି ବୋତଲ, ଓଦା କପଡ଼ା, ଟୋପି ନେଇ ଯିବାକୁ ପରାମର୍ଶ ଦିଆଯାଇଛି। ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପ୍ରତି ବିପଦ ଥିବାରୁ ଅଧିକ ଯତ୍ନ ନେବାକୁ କୁହାଯାଇଛି।